ତ ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ମାଇ ମିନି ବ୍ଲଗ୍। ତ ସାଙ୍ଗମାନେ ଆଜିର ମିନି ବ୍ଲଗ୍ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭଲ ଲାଗିବ। ମୋର ପରଟା କେମିତି ଅରେଞ୍ଜ କଲର୍ ହେଲା ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଜାଣିପାରିବେ। ତ ସାଙ୍ଗମାନେ ଖାଲି ଭିଡ଼ିଓଟି ଦେଖିବେନି, ସବସ୍କ୍ରାଇବ୍ ମଧ୍ୟ କରିଦେବେ। ତ ଏଠି ଦେଖ, ମୁଁ ଗାଜର ଦୁଇ ସାଇଡ଼୍ ଏମିତି କାଟି ନେଲି, ତାପରେ ତାର ଚୋପାକୁ ଚାଞ୍ଚି ନେଲି। ତାପରେ ସାଙ୍ଗମାନେ ଦେଖନ୍ତୁ, ଏମିତି ଛୋଟ ଛୋଟ ପିସ୍ କରିକି କାଟି ନେବେ। ତାପରେ ସାଙ୍ଗମାନେ କ'ଣ ଆଉ କହିବି, ଗାଜର ପରଟା ସିନା ବନେଇବି, କିଛି ଆଇଡ଼ିଆ ନଥିଲା କେମିତି ବନେଇବି ବୋଲି। ତାପରେ ସାଙ୍ଗମାନେ କ'ଣ ଭାବି ଭାବି ଦେଖ ମୁଁ କେମିତିକାର ବନଉଛି। ତ ସାଙ୍ଗମାନେ ଦେଖନ୍ତୁ, ମୁଁ ଏବେ କଢ଼େଇରେ ପାଣି ଦେଇଦେଲି। ତ ସାଙ୍ଗମାନେ ମୋର ପାଣି ଗରମ ହୋଇସାରିଲେ ଦେଖନ୍ତୁ, ମୁଁ ଏବେ ଏଥିରେ ଗାଜରକୁ ପକେଇ ଦେବି। ତ ସାଙ୍ଗମାନେ ଦେଖ, ଗାଜର ମଧ୍ୟ ପକେଇ ନେଲି। ତ ଏଠି ମୁଁ ଏମିତି ହିଁ ପ୍ରୋସେସ୍ରେ ବନେଇବି, ଆପଣମାନେ କେଉଁ ପ୍ରୋସେସ୍ରେ ବନାନ୍ତି କମେଣ୍ଟରେ ଜଣେଇବେ। ତ ଦେଖନ୍ତୁ ସାଙ୍ଗମାନେ, ମୋର ଗାଜର ସିଝା ହେଇଗଲା, ତାକୁ ଥଣ୍ଡା କରିଦେଲି। ତାପରେ ସାଙ୍ଗମାନେ ଦେଖନ୍ତୁ, ମୋର ଗାଜର ଥଣ୍ଡା ହୋଇସାରିଲା ପରେ ଏଇଥିରେ ହିଁ ମୁଁ ଚକୁଟିବି। ତ ସାଙ୍ଗମାନେ ଏଇଥିରେ ଭଲ ଭାବରେ ଆପଣମାନେ ଚକୁଟି ନେବେ। ତ ମୁଁ ଏମିତି ଭଲ ଭାବରେ ତାକୁ ଚକୁଟି ନେଲି। ତ ଆପଣମାନେ ଏଇଥିରେ ଅଳ୍ପ ଚୂନା ଦେଇକି କରିବେ। ତ ସାଙ୍ଗମାନେ, ମୁଁ ଗାଜର 2ଟି ନେଇଥିଲି, ସେଥିପାଇଁ ଗୋଟିଏ ଗ୍ଲାସ୍ ଆଉ ସେଇ ଗ୍ଲାସ୍ର ଅଧା ଚୂନା ଦେଇଛି। ତ ଆପଣମାନେ ସେଇ ହିସାବରେ ହିଁ କରିବେ। ତ ସାଙ୍ଗମାନେ ଦେଖନ୍ତୁ, ମୁଁ ଲୁଣ ଆଉ ତେଲ ଦେଇକି ଚକୁଟି ନେଇକି 10 ମିନିଟ୍ ଛାଡ଼ିଦେଲି। ତାପରେ 10 ମିନିଟ୍ ପରେ ମୁଁ ଏମିତି କରିଲି, କାରଣ ମୋ ପାଖରେ ଟାଇମ୍ ନଥିଲା। ତ ସେମାନେ ଡ୍ୟୁଟି ଯିବାର ଥିଲା। ତ ସାଙ୍ଗମାନେ ଦେଖନ୍ତୁ, ମୋର ଏତେ ସବୁ ସରିଲା ପରେ ସେମାନେ ଉଠିଲେ। ତ ସାଙ୍ଗମାନେ ଦେଖନ୍ତୁ, ମୋର ଗାଜର ପରଟା କେମିତି ଦେଖାଯାଉଛି। ତ ଏଠି ମୁଁ ତାୱା ବସାଇ ଦେଇଥିଲି, ମୋର ତାୱା ଗରମ ହୋଇଥିଲା, ସେଥିପାଇଁ ମୁଁ ଏଥିରେ ଗୋଟିଏ ପକାଇ ନେଲି। ତ ସାଙ୍ଗମାନେ ହେଇସାରିଲା ପରେ ଦେଖନ୍ତୁ, ଶେଷରେ ହିଁ ଏଇଥିରେ ଅଳ୍ପ ତେଲ ଦେଇକି କାଢ଼ିବେ। ପ୍ରଥମରେ ତେଲ ଯେତିକି ଦେଇଦେବେ, ତାହେଲେ ଯାଇକି ଆପଣଙ୍କର ପରଟା ପୁରା ଷ୍ଟ୍ରଙ୍ଗ ଆଣ୍ଟ ହୋଇଯିବ। ତ ସେଥିପାଇଁ ମୁଁ ହେଲା ଆସି ତେଲ ଦେଇକି ବାହାର କରିନେଲି। ଆପଣ ତେଲ କିମ୍ବା ଘିଅ ଦେଇପାରିବେ। ତ ସାଙ୍ଗମାନେ ଦେଖନ୍ତୁ, ଏଇ 2 ଜଣ ଉଠିକି ମୋବାଇଲ ଦେଖିବାରେ ନାଗି ପଡ଼ିছে। ମୁଁ ଘର ଝାଡ଼ୁ ମାରିବି ବୋଲି ଉଠିଲି, ସେତେବେଳେ ଉଠୁନାହାନ୍ତି। ମୁଁ କିନ୍ତୁ ଘର ଝାଡ଼ୁ ମାରିଲି, ତାପରେ ଉଠିଲି। ତ ସାଙ୍ଗମାନେ ସବୁ କାମ ସରିଲା, ସେମାନଙ୍କୁ ଖାଇବାକୁ ଦେଲି। ତ ପଚାରିଲି କେମିତି ହୋଇଥିଲା।